ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀରୁ। ଫକୀରମୋହନ ନୀଳଗିରି ଠାରୁ ଶେରଗଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଥିଲେ। ଫକୀରମୋହନ ନୀଳଗିରିର ରାଣୀଙ୍କ ନାମରେ ଶଙ୍କରାଖୁଣ୍ଟା ପୋଖରୀ ପାଖରେ ନିର୍ମଳା ହାଟ ନାମରେ ଏକ ହାଟ ବସାଇଥିଲେ। ଉକ୍ତ ହାଟ ସ୍ଥାପନ ହେବା ଦ୍ୱାରା ସ୍ଥାନୀୟ ବେପାରୀ ଓ ଚାଷୀମାନେ ବହୁତ ଉପକୃତ ହୋଇଥିଲେ। ସେ ମଧ୍ୟ ଏକ ସଂସ୍କୃତ ଟୋଲ ସ୍ଥାପନ କରିଥିଲେ। ଫକୀରମୋହନଙ୍କ ଉଦ୍ୟମ ବଳରେ ନଡ଼ିଆ, କୋବି, ତୁତ ଓ ଚା ଚାଷର ଉନ୍ନତି ସାଧନ କରିଥିଲେ। ତାଙ୍କ ଶାସିତ ରାଜ୍ୟ ଗୁଡ଼ିକରେ ଶିକ୍ଷା, କୃଷି ଓ ଗମନାଗମନର ବହୁ ଉନ୍ନତି ସାଧିତ ହୋଇଥିଲା। ପ୍ରଜାମାନଙ୍କର ଅଭାବ ଅସୁବିଧା ପ୍ରତି ସେ ବିଶେଷ ଧ୍ୟାନ ଦେଉଥିଲେ। ତେଣୁ ସେ ସମସ୍ତଙ୍କର ଶ୍ରଦ୍ଧା ଓ ଭକ୍ତି ଭାଜନ ହୋଇ ପାରିଥିଲେ।